ଦେଖିଥିବେ ଆପଣ କହିଲେ ବ୍ୟକ୍ତିଗତ ମତ ଆଜ୍ଞା ଏ କଥାରେ କହିଲେ ତାଙ୍କର ଉଦ୍ଦେଶ୍ୟ ମୁଁ କ'ଣ ଜାଣିନି କିନ୍ତୁ ମୁଁ ଗୋଟିଏ କଥା କହିବା କଥା ରେଭେନ୍ସା କଲେଜର ନାଁ ପରିବର୍ତ୍ତନ କରିଦେଲେ କ'ଣ ଯୋଉ ଏଥିରେ ଲିଗାସିରୁ ଯୋଉ ବିଦେଶୀ ଲିଗାସିରୁ ରାଜ୍ୟ ମୁକ୍ତ ହେଇଯିବ ନା କ'ଣ ମୁଁ କିଛି ବୁଝିପାରୁନି। ଏଇଟା ଗୋଟେ କ'ଣ ଯୁକ୍ତି? ରେଭେନ୍ସା କଲେଜରେ ମୁଁ ଜଣେ ଛାତ୍ର ଥିଲି ଏବଂ ରେଭେନ୍ସା କଲେଜରେ ଆମମାନେ ଯେତେବେଳେ ଗାଁରେ ହାଇସ୍କୁଲରେ ପଢୁଥିଲୁ ଆମମାନଙ୍କର ଏକମାତ୍ର ଆମ୍ବିସନ୍ ଥିଲା ଭଲ ନମ୍ବର ରଖିବା ରେଭେନ୍ସା କଲେଜରେ ପଢିବା ବିଜ୍ଞାନରେ ପାଠ ପଢିବି ଗୋଟେ ଆଡମିସନ୍ କରିବା ଏତେ ଗୌରବ ଥିଲା। ରେଭେନ୍ସା କଲେଜରେ ଏ ସଂକ୍ରାନ୍ତରେ ମୁଁ ଯୋଉ ଛାତ୍ର ଥିଲି ଏଇଟା 60s କଥା ମୁଁ କହୁଛି ସେତେବେଳେ ଏଇ ରେଭେନ୍ସା କଲେଜର ନାଁ ବଦଳିବା ପାଇଁ ଛାତ୍ରମାନଙ୍କ ଭିତରେ କିଛି କିଛି ଲୋକ ପ୍ରଶ୍ନ ଉଠେଇଥିଲେ ଏବଂ ଏ ସଂକ୍ରାନ୍ତରେ ଆମେ ଯେତେବେଳେ ଆଲୋଚନା ହେଲା ସେତେବେଳେ ନିଜେ ତତ୍କାଳୀନ ଯିଏ ଆମର ପ୍ରିନ୍ସିପାଲ ଥିଲେ ଡକ୍ଟର ବଂଶୀଧର ସାମନ୍ତରାୟ ସିଏ ଆମମାନଙ୍କୁ କହିଲେ ଯେ ଏଇ ଯୋଉ କଲେଜ ଏଇ ଯେ ଭାରତବର୍ଷରେ ଯଦି 50ଟା ବଡ଼ କଲେଜ ନା ସାରା ବିଶ୍ୱରେ ଜାଣିଛନ୍ତି ଆକାଡେମିକ୍ କମ୍ୟୁନିଟି ତା ଭିତରୁ ରେଭେନ୍ସା କଲେଜ ଅନ୍ୟତମ। ଏଇ ରେଭେନ୍ସା କଲେଜ ନାମଟିକି ତମେ ଯଦି ପରିବର୍ତ୍ତନ କରିଦେଲେ ତାପରେ କ'ଣ ହବ? ତେଣୁ ଆଧାର ରେଭେନ୍ସା କଲେଜ କହିଲେ ରେଭେନ୍ସା ମଧ୍ୟ ବହୁତ ଶିକ୍ଷା ରଖେ ସେ ତାଙ୍କ ସଙ୍ଗେ ନଅଙ୍କ ଦୁର୍ଭିକ୍ଷ ହେଇଥିଲା ସତ କିନ୍ତୁ ନଅଙ୍କ ଦୁର୍ଭିକ୍ଷ ପରେ ସେ ନିଜର ଭୁଲ ସ୍ୱୀକାର କରିଥିଲେ ଏବଂ ଓଡ଼ିଶାରେ ଶିକ୍ଷା ପ୍ରସାର ପାଇଁ ମଧ୍ୟ କିଛି କାମ କରିଥିଲେ ସେଇଟା ବଡ଼ କଥା ନୁହଁ। କିନ୍ତୁ ଏଇ କଲେଜରେ ଯେଉଁମାନେ ପାଠ ପଢ଼ିଛନ୍ତି ରେଭେନ୍ସାରେ ଯେଉଁମାନେ ପାଠ ପଢ଼ିଛନ୍ତି ଦେଖନ୍ତୁ ସେଠି ହରକୃଷ୍ଣ ମତାଇ ପଢ଼ିଛନ୍ତି ନବକୃଷ୍ଣ ଚୌଧୁରୀ ପଢ଼ିଛନ୍ତି ବିଜୁ ପଟ୍ଟନାୟକ ପଢ଼ିଛନ୍ତି ଜାନକୀବଲ୍ଲଭ ପଟ୍ଟନାୟକ ପଢ଼ିଛନ୍ତି ସେମାନେ ସ୍ୱାଧୀନତା ସଂଗ୍ରାମୀ ସେମାନେ ଯେମିତି ନାଁ ପରିବର୍ତ୍ତନ କରିଥାନ୍ତେ ସେମାନେ ତ କରିନାହାନ୍ତି। ଏବଂ ତାପରେ ଦେଖନ୍ତୁ ସେ କଲେଜ ଯେଉଁମାନେ ପଢ଼ିଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ର ସେମାନେ ଦେଶରେ ବିଦେଶରେ ପ୍ରତିଷ୍ଠିତ ହୋଇଛନ୍ତି ଏବଂ ସେମାନେ ରେଭେନ୍ସା ବିହାନ ଭାବରେ ନିଜକୁ ଗର୍ବ ଅନୁଭବ କରୁଛନ୍ତି। ଆପଣ ନାଁଟା ବଦଳି ଦେଲେ କ'ଣ ହବ? ସେ ଲୋକମାନଙ୍କୁ ପରିଚୟ ସଂକଟରେ ପଡ଼ିଯିବେ। ସେମାନେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ପ୍ରତିଷ୍ଠା ଲାଭ କରିଛନ୍ତି ସମସ୍ତେ ସେଇଠୁ ଆସିଥିଲେ ଏକଥା। ବର୍ତ୍ତମାନ ତ ଓଡ଼ିଶାରେ ବହୁତ କଲେଜ ହେଲାଣି ତେଣୁ ସେମାନଙ୍କୁ ଆପଣ କ'ଣ ଯୋଉ ସେତେବେଳେ ଆମ ପ୍ରିନ୍ସିପାଲ ଯାହା ଯୁକ୍ତି କରିଥିଲେ ଆମେ ସମସ୍ତେ ଗ୍ରହଣ କରିଥିଲୁ। ସେତେବେଳେ ଆମର ପ୍ରିନ୍ସିପାଲ ଯୋଉ ଯୁକ୍ତି କରିଥିଲେ ଛାତ୍ରମାନଙ୍କ ଆଗରେ ମୁଁ କହିଥିଲେ ଏଇ ସକାଶେ ରେଭେନ୍ସା କଲେଜ ରହିବା ଦରକାର ଆର ଯୋଉ ଆନ୍ତର୍ଜାତିକ ସ୍ଥିତି ଅଛି ଆକାଡେମିକ୍ କମ୍ୟୁନିଟିରେ ଆଉ ଗୋଟେ ୟୁନିଭର୍ସିଟି କଲେଜ ଭାବରେ ଏବଂ ରେଭେନ୍ସା ଯିଏ ରେଭେନ୍ସା କଲେଜରେ ପଢ଼ିଛି ଆପଣ କୁହନ୍ତୁ ରେଭେନ୍ସାରେ ପଢ଼ିଥିବା କୌଣସି ଲୋକ କେବେ ଚାହିଁବ ଯେ ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ହେଇଯାଉ? କେବେ ବି ଚାହିଁବନି। ଏବଂ ରେଭେନ୍ସା କଲେଜ ପଢ଼ିବା ପ୍ରତ୍ୟେକ ଲୋକ ସେ ଅନୁଷ୍ଠାନ ପଢ଼ିବା ସେଥିପାଇଁ ଗୌରବ ଅନୁଭବ କରୁଛନ୍ତି। ବର୍ତ୍ତମାନ ଛାତ୍ରବୃତ୍ତି ହୁଏତ କିଛି କହିପାରନ୍ତି କାରଣ ସେମାନଙ୍କର ନା ବଦଳି ତାଙ୍କର ଗ୍ୟାସ୍ ଯେଉଁମାନଙ୍କର ସେ କଲେଜରୁ ଚାଲି ଆସିଛନ୍ତି ଯେଉଁମାନେ ଭାବିଛନ୍ତି ସେ କଲେଜ ସକାଶେ ସେମାନଙ୍କ ଜୀବନରେ ଗୋଟେ ପ୍ରତିଷ୍ଠା ଲାଭ କରିଛନ୍ତି ସେମାନେ ରେଭେନ୍ସା କଲେଜକୁ ରେଭେନ୍ସା କଲେଜ ନାମ ପରିବର୍ତ୍ତନକୁ ସେମାନେ କଦାପି ଗ୍ରହଣ କରିବେନି। ଏ ଗୋଟେ ସ୍ଥାନର ନାଁ ନୁହଁ ଆଜ୍ଞା ଗୋଟେ ଅନୁଷ୍ଠାନର ନାଁ ଏଗୁଡ଼ା ଗୋଟେ ପ୍ଲେସ୍ର ନାଁ ନୁହଁ ଆଜ୍ଞା ପରିବର୍ତ୍ତନ ନୁହଁ ଇଏ ଗୋଟେ ଅନୁଷ୍ଠାନର ନାମ ଯୋଉ ଅନୁଷ୍ଠାନଟା ଓଡ଼ିଶା ଯୋଉମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ଓଡ଼ିଆ ଅସ୍ମିତା ସହିତ ମଧ୍ୟ ରେଭେନ୍ସା କଲେଜର ପରିଚୟ ସାରା ଓଡ଼ିଶାର ଯୋଉ ସେତେବେଳେର ଯୋଉ ବ୍ରିଟିଶ ବିରୁଦ୍ଧରେ ଆନ୍ଦୋଳନ ହେଇଥିଲା ଛାତ୍ର ଆନ୍ଦୋଳନର ଯଦି କୋଉଠି ଅଧିକା କୋଉଠି ମୁଣ୍ଡ ଟେକିଲା ଛାତ୍ରମାନଙ୍କ ଭିତରେ ସେ ରେଭେନ୍ସା କଲେଜରେ ହେଲା ସେଇଠି ହେଲା ସେଇଟା କାହିଁ ଭାବୁନାହାନ୍ତି? ତ ରେଭେନ୍ସା କଲେଜଟା ସାଙ୍ଗରେ ବହୁତ କଥା ଓଡ଼ିଶାର ଅସ୍ମିତାର ବହୁତ କଥା ମଧ୍ୟ ଏବେ ବି ଜଡ଼ିତ ହେଇକି ଅଛି। ରେଭେନ୍ସା କଲେଜ ଯେଉଁମାନେ ଅଧ୍ୟାପକ ଥିଲେ ରେଭେନ୍ସା କଲେଜ ଯେଉଁମାନେ ଥିଲେ ଗୌରବ ପ୍ରଫେସର ବି ଥିଲେ ଭାବନ୍ତୁ ସେମାନେ କଥା ସେମାନେ ଓଡ଼ିଶାକୁ ଶିକ୍ଷା ଜଗତରେ ବହୁତ କଥା କରିଛନ୍ତି ତାଙ୍କ ପରିଚୟଟା କାଟି ନେବାଟା ଠିକ୍ ହବ କି? ଆଜ୍ଞା ଆପଣ ଦେଖୁଥିବେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଏ ବିଷୟରେ ବିତର୍କ ହବା ଦରକାର ଏଇଟା ମୋର ନିଜସ୍ୱ ମତ କିନ୍ତୁ ଆପଣ ଦେଖୁଥିବେ ଆଜ୍ଞା ବିରୋଧୀ ଦଳ ମାନେ ଯୋଉଭଳି ଭାବରେ ପ୍ରତିକ୍ରିୟାଶୀଳ ହଉଛନ୍ତି ଗୋଟିଏ ରାଜନୈତିକ ମୁଦ୍ଦା ଆଡ଼କୁ ରେଭେନ୍ସା ଯାଉଛି। ନାଇଁ ନାଇଁ କାହିଁକି ରାଜନୈତିକ ମୁଦ୍ଦା ହବ? ସେଟା ବ୍ୟକ୍ତିଗତ ମତ କହିଥିଲେ ରାଜନୈତିକ ମୁଦ୍ଦା ହେବାର କୌଣସି କାରଣ ନାହିଁ ଆଜ୍ଞା। ଏଇଟା ରାଜନୈତିକ ମୁଦ୍ଦା ହେବାର କୌଣସି କାରଣ ନାହିଁ। ରେଭେନ୍ସା କଲେଜ ନାଁଟା ପରିବର୍ତ୍ତନ ହେଲେ ବ୍ରିଟିଶ ଲିଗେଜ ଚାଲିଯିବ ନା କ'ଣ? ନା ବ୍ରିଟିଶ ମାନେ ଓଡ଼ିଶା 200 ବର୍ଷ ଥିଲେ ବୋଲି ଲୋକ ଭୁଲିଯିବେ? 12 ବର୍ଷ ଥିଲେ କ'ଣ ଅସୁବିଧା? କିନ୍ତୁ ଅର୍ଥ କ'ଣ ବ୍ରିଟିଶ ଶାସନ ଗୋଟେ ଅନୁଷ୍ଠାନଟା ଗୋଟେ ବ୍ରିଟିଶ ନାଁରେ ଖାଲି ସେଇ କଲେଜ ନାହିଁ କଟକ ସହର ପରା ଗୋଟେ ଗାର୍ଲସ ହାଇସ୍କୁଲ ନଥିଲା ପ୍ରଥମ ଗାର୍ଲସ ହାଇସ୍କୁଲ ସେ ରେଭେନ୍ସା ନାଁରେ ହେଲା ରେଭେନ୍ସା ଗାର୍ଲସ ହାଇସ୍କୁଲ ରେଭେନ୍ସା କଲେଜିଏଟ୍ ହେଲା ତ ସବୁ ବଦଳାଇ ଦେବେ ଆପଣ। ଏଇଟା ଗୋଟେ କିଛି ପାଠ ନୁହଁ ଗୋଟେ ଅନୁଷ୍ଠାନର ନାଁଟାକୁ ବଦଳିବେ କାହିଁ ଆପଣ?